तो स्टार्ट करिए। हाँ ब्रो, स्टार्ट करो। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिते नामिने। नमस्ते सारस्वती देवी गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्तवृंद। हरे कृष्ण 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 हरे हरे, हरे राम 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 हरे हरे। ଏଥିରେ ଉପସ୍ଥିତ ଥିବା ମୋର ସମସ୍ତ ଗୁରୁ ଭ୍ରାତା ଏବଂ ଗୁରୁ ଭଗୀଙ୍କ ଚରଣ କମଳରେ ମୁଁ ଦଣ୍ଡବତ ପ୍ରଣାମ। ପ୍ରଭୁଜୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ କି ମତେ ଆ, ଲୀଳାର ଭଗବାନଙ୍କର ଦିବ୍ୟ ଲୀଳାରେ ଗୁଣଗାନ କରିବା ପାଇଁ ମତେ ସୁଯୋଗ ଦେଇଥିବାରୁ। ମୋର କୌଣସି ବି ତ ଯୋଗ୍ୟତା ନାହିଁ ଭଗବାନଙ୍କର ଦିବ୍ୟ ଲୀଳା ମାନଙ୍କର ଗୁଣଗାନ କରିବା ପାଇଁ। ଚେଷ୍ଟା କରିବି ଠିକ ସେ ଭଗବାନଙ୍କର ଗୁଣଗାନ କରିବା ପାଇଁ। ଯାହା ବି କିଛି ଆଜି କହିବାକୁ ଯିବି ବା ଗୁଣଗାନ କରିବାକୁ ଯିବି, ବର୍ଣ୍ଣନା କରିବି, ସବୁ କିଛି ପ୍ରପାଦଙ୍କର ଶ୍ରୀକୃଷ୍ଣ ବୁକ୍ କୁ ଫଲୋ କରିଛି ଏବଂ ପ୍ରପାଦଙ୍କର ଲେକ୍ଚର୍ସ କୁ ଫଲୋ କରିଛି। ଆପଣ ମାନେ ମତେ କୃପା କରନ୍ତୁ ଯେପରି ମୁଁ ଠିକ ଭାବରେ ଭଗବାନଙ୍କର ଲୀଳାକୁ ବର୍ଣ୍ଣନା କରିପାରିବି। ଆଉ ମୋ ଦ୍ୱାରା କିଛି ବି ଯଦି ତ୍ରୁଟି ହେବ ତାହେଲେ ଆପଣ ମାନେ ମତେ କ୍ଷମା କରିବେ। ହଂସକଳ୍ପତରୁଭ୍ୟଶ୍ଚ କୃପା ସିନ୍ଧୁଭ୍ୟଶ୍ଚ पतितानां पापनेभ्यो वैष्णवेभ्यो नमः। हरे कृष्ण। जस्ट हाफ मिनिट ନଉଛି ତମକୁ। ଯେମିତି ଆମେ ଶୁଣିଛନ୍ତି କି ଭଗବାନଙ୍କର ବିଶେଷ ଭକ୍ତ ମାନଙ୍କୁ ଆମେ ଅନୁକରଣ କରିପାରିବାନି, ଯଦି କି ହରିଦାସ ଠାକୁରଙ୍କର କଥା ଶ୍ରବଣ କରନ୍ତି, ଯିଏ ପ୍ରତ୍ୟେକ ଦିନ 3 ଲକ୍ଷ ନାମ ହରିନାମକୁ ଗ୍ରହଣ କରୁଥିଲେ। ତ ଆମ ଭିତରେ ବୋଧହୁଏ କିଏ ନଥିବେ ଯେ 3 ଲକ୍ଷ ନାମ ପ୍ରତ୍ୟେକ ଦିନ ଗ୍ରହଣ କରିବେ। ତେଣୁ ଆମେ ଶିବଜୀଙ୍କ ଭଳିଆ ବିଷ ବି ପିଇ ପାରିବାନି ସଂସାରକୁ ରକ୍ଷା କରିବା ପାଇଁ। ତେଣୁ ଥାଏ କି ଆମେ କଣ କରିପାରିବା ଦରକାର, ଅନୁସରଣ କରିବା ଦରକାର। ଗୋଟେ ଅନୁକରଣ ଥାଏ ଆଉ ଗୋଟେ ଅନୁସରଣ ଥାଏ। ତ ଆମେ ଅନୁସରଣ କରିବା ଦରକାର, ଅନୁକରଣ ଆମେ କରିପାରିବା। କିନ୍ତୁ ଭଗବାନଙ୍କର ଲୀଳା ଏତେ ସୁନ୍ଦର ଥାଏ କି ବାସ୍ତବରେ ଆମେ କେବଳ ଅନୁସ୍ମରଣ କରିବା ଦରକାର। ମାନେ ଅନୁସ୍ମରଣ କଲେ ହିଁ ଆମେ ଆଚାର୍ଯ୍ୟ ମାନଙ୍କର ପଦାଙ୍କକୁ ଅନୁସରଣ କରିପାରିବା। କାଲି ବି ମୁଁ କହୁଥିଲି ଏ ପରସ୍ପରାନୁକଥନ ଅର୍ଥାତ୍ କିମ୍ବା ମଚ୍ୟୁତ ମନ୍ୟଥା ପ୍ରାଣ ବୋଧୟନ୍ତ ପରସ୍ପର, ଏହି ଶ୍ଲୋକରେ କୁହାଯାଇଛି ଭଗବାନଙ୍କର ଭକ୍ତ ମାନେ ଏକଠା ହେଇକି ଭଗବାନଙ୍କର ଗୁଣ କୀର୍ତ୍ତନ କରନ୍ତି। ଆମ ସମସ୍ତଙ୍କର ଏଇଟା ଗୋଟେ ପ୍ରଭୁପାଦଙ୍କ ପ୍ରତି ଗୋଟେ ସେବାର ମନୋଭାବ ରଖିକି ଆମେ ସମସ୍ତେ ପ୍ରଭୁପାଦଙ୍କର ଯୋଉ ପୁସ୍ତକ ଅଛି ତାକୁ ପଢିବାର ଉଚିତ, ଯାହା ମାଧ୍ୟମରେ ପ୍ରଭୁପାଦଙ୍କର ଲୀଳାକୁ ବିଶେଷ କରିକି ଆମେ ଏଥର ଅଧିକ ଏନଫୋର୍ସ କରିବା। ଏଇ ଟିଚିଙ୍ଗସ୍ ଯାହା ଅଛି ବହୁତ ସୁନ୍ଦର, କିନ୍ତୁ ଆମେ ଭଗବାନଙ୍କ ଲୀଳାକୁ କେତେ ନିପୁଣ ଭାବରେ କେତେ ଡିଟେଲରେ ବର୍ଣ୍ଣନା କରିବାର ଅଛି। ତ ସେଇଟା ଆମେ ଦେଖିବା ଜଣଙ୍କ ପରେ ଜଣେ ଡିଭୋଟି କିନ୍ତୁ ଆଜି ବହୁତ ସୁନ୍ଦର ଦିନ। ପ୍ରଭୁଜୀ ଆଜିର ଏକାଦଶୀରୁ ଆମେ ଆରମ୍ଭ କରୁଛେ, ସତ୍ୟବତ ପ୍ରଭୁ ଆଜି ସେୟାର କରିବେ। ଠିକ ଅଛି, ହରେ କୃଷ୍ଣ। ସତ୍ୟବତ ପ୍ରଭୁ। ଆଜ୍ଞା, ଷ୍ଟାର୍ଟ କରୁ। ହଁ, ଷ୍ଟାର୍ଟ କର। ଯେପରି ଆମର ବର୍ଣ୍ଣିତ ଅଛି ଶ୍ରୀମଦ୍ ଭଗବତ ଗୀତାରେ, ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତ ଧର୍ମ ସଂସ୍ଥାପନାର୍ଥୟ ସଂଘବାଦ ଯୁଗ ଯୁଗ।
ଏଥିରେ କଣ ବର୍ଣ୍ଣନା ଅଛି କି ସାଧୁ ମାନଙ୍କର ଉଦ୍ଧାର କରିବା ଏବଂ ଆତତାୟୀ ମାନଙ୍କର ବା ଅତ୍ୟାଚାରୀ ମାନଙ୍କର ବିନାଶ କରିବା ନିମନ୍ତେ ଭଗବାନ ବାରମ୍ବାର ଏ ଧରା ପୃଷ୍ଠକୁ ଅବତୀର୍ଣ୍ଣ ହୋଇଥାନ୍ତି। ଭଗବାନଙ୍କର କଣ କାର୍ଯ୍ୟ? ଭଗବାନଙ୍କର କେବଳ ଦୁଇଟି କାର୍ଯ୍ୟ। ଗୋଟିଏ ହଉଛି ସାଧୁ ମାନଙ୍କର ଉଦ୍ଧାର କରିବା ଏବଂ ଆଉ ଯୋଉମାନେ ଆତତାୟୀ ବା ଦୁଷ୍ଟ ମାନଙ୍କୁ ଦମନ କରି ତାଙ୍କୁ ନିତ୍ୟ ଲୀଳାକୁ ତାଙ୍କୁ ପ୍ରବେଶ କରେ। ଭଗବାନଙ୍କ ହସ୍ତରେ ଯିଏ ମୃତ୍ୟୁ କରିବ ସେ ଭଗବାନଙ୍କର ଲୋକକୁ ଯିବ। ଭଗବାନ କୌଣସି ବି କାହାରି ଉପରେ ବି ସେ ଈର୍ଷା କରନ୍ତି ନାହିଁ। ସେ ରାକ୍ଷସ ହଉ ବା କୌଣସି ଦୁଷ୍ଟ ଅତ୍ୟାଚାରୀ ହଉ ଭଗବାନ କାହାରି ଉପରେ ବି ଈର୍ଷା କରନ୍ତି ନାହିଁ। ସମସ୍ତଙ୍କୁ ସେ ସ୍ନେହ ପ୍ରଦର୍ଶନ ସମସ୍ତଙ୍କ ପ୍ରତି କରିଥାନ୍ତି। ଯେପରି ଗୋଟେ ଆମେ ପ୍ରପାତ ଗୋଟେ ଆମର ଏକ୍ଜାମ୍ପଲ ଦେଇ କହୁଛନ୍ତି ଗୋଟେ ମା ତା ଶିଶୁକୁ ଦଣ୍ଡ ଦଉଛି କାହିଁକି? ଯଦି ସେ କିଛି ଭୁଲ କାମ କରୁଛି ବା ତା ମାଙ୍କର କଥା ମାନୁ ନାହିଁ ସେ ମାଙ୍କୁ ଦଣ୍ଡ ଦଉନି ନା ତା ଶିଶୁଙ୍କୁ ଦଣ୍ଡ ଦଉଛି। ତାର ଅର୍ଥ ନୁହେଁ ଯେ ତାଙ୍କୁ ସେ କଷ୍ଟ ଦବାକୁ ଚେଷ୍ଟା କରୁଛି। ମା ର ଉଦ୍ଦେଶ୍ୟ ହଉଛି କି କିପରି ଶିଶୁଟି ଭଲ ବାଟକୁ ଆସିବ ଆଉ ସେ ଠିକ ଭାବରେ ସଂଶୋଧନ ନିଜର ଭୁଲକୁ ସଂଶୋଧନ କରି ସେ ଠିକ ସେ ମାର୍ଜିତ ହୋଇପାରିବ। ସେହିପରି ଯେତେବେଳେ ଭଗବାନ ଯେବେ ରାକ୍ଷସ ମାନଙ୍କୁ ହତ୍ୟା କରନ୍ତି ବା ତାଙ୍କୁ ଦଣ୍ଡ ଦିଅନ୍ତି ଏହା ଭୌତିକ ଦୃଷ୍ଟିକୋଣରୁ ଈର୍ଷା କୁହାଯିବ ନାହିଁ। ଏହା କଣ କୁହାଯିବ ଯେ ଭଗବାନ ସମସ୍ତଙ୍କୁ ବା ରାକ୍ଷସ ମାନଙ୍କୁ ଯାହାକୁ ବି ଦଣ୍ଡ ଦିଅନ୍ତି ସେ ସ୍ନେହ ଆଉ କରୁଣା ପ୍ରଦାନ କରନ୍ତି ତାଙ୍କୁ। ବୈଦିକ ଶାସ୍ତ୍ରରେ ଗୋଟେ ବର୍ଣ୍ଣନା କରାଯାଇଛି ଯେମିତି ଭଗବାନଙ୍କର ହସ୍ତରେ ଯୋଉମାନେ ବି ଦଣ୍ଡିତ ହୁଅନ୍ତି ବା ମୃତ୍ୟୁକୁ ସ୍ୱୀକାର କରନ୍ତି ସେ ମୁକ୍ତି ଲାଭ କରନ୍ତି। ଯେପରି ଗୋଟେ ଆମେ ଏକ୍ଜାମ୍ପଲ ନେଇପାରିବା ପୂତନା। ପୂତନାଙ୍କର ଆମେ ଯଦି ପୂର୍ବ ଜନ୍ମକୁ ଯଦି ବ୍ୟାଖ୍ୟା କରିବା ପୂତନା ହେଉଛନ୍ତି ବଳି ମହାରାଜଙ୍କର କନ୍ୟା ରତ୍ନବାଳା। ଆଉ ସିଏ ରତ୍ନମାଳା ଯେବେ ବଳି ମହାରାଜ ଯେବେ ଯଜ୍ଞ ଆୟୋଜନ କରୁଥିଲେ ସେଥିରେ ଉପସ୍ଥିତ ବା ଦାନ ଗ୍ରହଣ କରିବା ପାଇଁ ବିଷ୍ଣୁଙ୍କର ଅବତାର ଥିବା ବାମନ ଦେବ ସେ ସେଥିରେ ପ୍ରକଟ ହୋଇଥିଲେ ମାନେ ଦାନ ଗ୍ରହଣ କରିବା ପାଇଁ। ସେଠି ସେ ରତ୍ନବାଳା ବାମନ ଦେବଙ୍କୁ ଦେଖି ଆକର୍ଷିତ ହୋଇଥିଲେ। କି ଏଇ ଏତେ ସୌନ୍ଦର୍ଯ୍ୟପୂର୍ଣ୍ଣ ଶିଶୁ ମୋର ସନ୍ତାନ ହେଇଥାନ୍ତା କି ମୁଁ ତାର ମା ହେଇଥାନ୍ତି ସେଇଟା ତାଙ୍କର ଗୋଟେ କାମନା ଥିଲା ଏତେ ସୁନ୍ଦର ଶିଶୁକୁ ଦେଖି। ତାପରେ ଯେବେ ବାମନ ଦେବ ଯେବେ ମାନଭଞ୍ଜନ କରିଥିଲେ ବଳି ମହାରାଜଙ୍କର ତାରେ ତିନି ପାଦ ଭୂମି ମାଗିଥିଲେ ବଳି ମହାରାଜ। ଦୁଇ ପାଦ ଭୂମିରେ ସବୁ କିଛି ତାଙ୍କର ସମନ୍ବିତ ହେଇଯାଇଥିଲା ଆଉ ଆଉ ଗୋଟିଏ ପାଦରେ ସେ ବଳି ମହାରାଜଙ୍କୁ ତାଙ୍କ ମସ୍ତକରେ ପଦ ରଖି ତାଙ୍କୁ ଭୂଗତଗାମୀ କରିଥିଲେ। ଏହା ଦେଖିକି ତାପରେ ସେ ବହୁତ ତା ମାନେ କ୍ରୋଧରେ ଜର୍ଜରିତ ହେଇଥିଲେ ଈର୍ଷା ପରାୟଣ ହୋଇଥିଲେ ରତ୍ନବାଳା। ସେଥିପାଇଁ ସେ ଭାବିଥିଲେ କି ଏ ଶିଶୁକୁ ମୁଁ କହୁଥିଲି ସନ୍ତାନ ରୂପରେ ଗ୍ରହଣ କରିବା ପାଇଁ କିନ୍ତୁ ସେ ମୋର ପିତାଙ୍କୁ ମାରିଦେଲା ଆଉ ମୋ ପିତାଙ୍କର ସବୁ ଐଶ୍ୱର୍ଯ୍ୟକୁ ନଷ୍ଟ କରିଦେଲା। ସେଥିପାଇଁ ମୁଁ ଏଇ ସଙ୍ଗେ ସଙ୍ଗେ ତାକୁ ହତ୍ୟା କରିଦେଲି। ସେଇଟା ସିଏ ଚିନ୍ତନ କରିଥିଲେ। ଏହାପରେ ସେ ବି ପୂତନା ରୂପରେ ଯେବେ ପୁନର୍ଜନ୍ମ ତାଙ୍କର ହେଲା ଯେବେ ଅନ୍ୟ ଏକ ରାକ୍ଷସ ଶରୀରରେ ଯେବେ ପ୍ରାପ୍ତି କଲେ ସେ ଶିଶୁଙ୍କୁ ସେ ଶିଶୁରୁ ବି କୃଷ୍ଣଙ୍କୁ ବିଷାକ୍ତ କ୍ଷୀର ଦେଇ ମାରିବାକୁ ଚେଷ୍ଟା କଲେ। ଯାହାକି ହତ୍ୟା କରିବାକୁ ଚେଷ୍ଟା କଲେ କିନ୍ତୁ କୃଷ୍ଣ ତାଙ୍କର ସେଇ ମାତୃତ୍ୱ ବାତ୍ସଲ୍ୟ ମମତାକୁ ସେ ତାମାନେ ଗ୍ରହଣ କଲେ। ବାତ୍ସଲ୍ୟ ମମତାକୁ ଗ୍ରହଣ କରି ତାଙ୍କର ସେ ଇଚ୍ଛାକୁ ପୂରଣ କରିବାକୁ ଯାଇ ତାଙ୍କର ସ୍ତନପାନ କରିବାକୁ ମଧ୍ୟ ଆଗ୍ରହ କଲେ ଏବଂ ସ୍ତନପାନ କରି ତାଙ୍କୁ ହତ୍ୟା କରିକି ତାଙ୍କୁ ମୁକ୍ତ କରିଥିଲେ ସେ ଶରୀରରୁ ମୁକ୍ତ କରି। କଂସ ହେଉଛନ୍ତି ଏକ ଆତତାୟୀ ଏବଂ ଅତ୍ୟାଚାରୀ କ୍ରୁର ଶାସକ ଥିଲେ ଯିଏ କି ସମସ୍ତ ସାଧୁ ମାନଙ୍କୁ ଅତ୍ୟାଚାର କରୁଥିଲେ ଏବଂ ନିଜର ରାଜ୍ୟର ବାସୀ ମାନଙ୍କୁ ମଧ୍ୟ ସେ କଷ୍ଟ ପ୍ରଦାନ କରୁଥିଲେ। ଦେବାଦେବୀ ମାନ ମଧ୍ୟ ସେ କଷ୍ଟ ଦଉଥିଲେ। ଯାହା ଦ୍ଵାରା ଏକଦା ସେ ଶୂନ୍ୟ ବାଣୀରେ ଶୁଣିବାକୁ ପାଇଲେ କି ଦେବକୀଙ୍କର ଅଷ୍ଟମ ସନ୍ତାନ ତାଙ୍କର ମୃତ୍ୟୁର କାରଣ ହବ। ସେଥିପାଇଁ ସେ ଏଇଠୁ ଆମେ ଗୋଟେ ଜିନିଷ ଜାଣିପାରିବା କି ବ୍ୟକ୍ତିଟି ଯେତେ ଶକ୍ତିଶାଳୀ ହଉଥା ନା କାହିଁକି ସେ ତାର ମୃତ୍ୟୁ ଅନିର୍ବାର୍ଯ୍ୟ ହବା ଏକଦା ସେ ଅନିର୍ବାର୍ଯ୍ୟ ହବା ହିଁ ହବ। ଯେତେ ଶକ୍ତିଶାଳୀ ହଉନା କାହିଁକି ସେଥିପାଇଁ ମୃତ୍ୟୁକୁ ଭୟ କରିବାଟା ଆମର ଲକ୍ଷ୍ୟ ନୁହେଁ ସେଥିପାଇଁ ଆମେ ଲକ୍ଷ୍ୟ କଣ କରିବା ଆମର କାର୍ଯ୍ୟକୁ ଆମେ କାର୍ଯ୍ୟ ଶୈଳୀକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଯେହେକି ଭଗବତଗାମୀ କାର୍ଯ୍ୟ କରିବାକୁ ଚେଷ୍ଟା କରେ ସେ ଯେହେତୁ ଅତ୍ୟାଚାରୀ କାମ କରୁଥିଲେ ସେଥିପାଇଁ ନିଜର ମୃତ୍ୟୁକୁ ଡରୁଥିଲେ। ସେକୁ ନିଜ ମୃତ୍ୟୁରୁ ବଞ୍ଚିବା ପାଇଁ ସେ ଦେବକୀଙ୍କୁ କାରାଗାରରେ ବନ୍ଦୀ କଲେ ଏବଂ 6 ଗୋଟି ଶିଶୁଙ୍କୁ ତାଙ୍କର 6 ଗୋଟି ଶିଶୁଙ୍କୁ ହତ୍ୟା କଲେ। ଏବଂ ମାତା ଦୁର୍ଗାଙ୍କ ଦ୍ଵାରା ଯେ ସେ ଜାଣିପାରିଲେ କି ତାଙ୍କର ଅଷ୍ଟମ ଦେବକୀଙ୍କର ଅଷ୍ଟମ ସନ୍ତାନ ଜନ୍ମ ଲାଭ କରିସାରିଛି ଏବଂ
କଂସର ମୃତ୍ୟୁ ଅତି ନିକଟ, ସେ ସେଥିପାଇଁ ନିଜର ଅନୁଗାମୀ ମାନଙ୍କୁ ତାଙ୍କର ହତ୍ୟା କରିବା ନିମନ୍ତେ ସେ ପ୍ରେରିତ କରିଥିଲେ ରାକ୍ଷସ ଅନୁଗାମୀ ମାନଙ୍କୁ। ନନ୍ଦ ବାବା ଯେବେ ବାର୍ଷିକ କର ପଇଠ କରିବା ପାଇଁ ମଥୁରାକୁ ଯାଇଥିଲେ, ତେବେ ବସୁଦେବଙ୍କର ଏକ ଇନଷ୍ଟ୍ରକ୍ସନକୁ ସେ ତାମାନେ ମନେ ପକେଇଲେ, ଯୋଉଟା କି ଏକ ପରାମର୍ଶକୁ ସେ ମନେ ପକେଇଲେ କି ମାନେ ତମେ ଆସିଛ, କିନ୍ତୁ ଗୋପପୁରରେ ବହୁତ ସାରା ଅଘଟଣ ଏବେ ଘଟିବ, ତମେ ଏଇ ପ୍ରତି ସତର୍କ ରୁହ। କିନ୍ତୁ ଆମେ ସବୁବେଳେ ଆମେ ଏଇ ସଂସାରକୁ ଦେଖି ଜାଣିପାରିବା ଯେ ଏକ ଜୀବକୁ ସବୁବେଳେ ଭଗବାନ ନିଜର ଛତ୍ର ଛାୟାରେ ହିଁ ସବୁବେଳେ ରଖିଥାନ୍ତି, ସବୁବେଳେ ହିଁ ସୁରକ୍ଷା ପ୍ରଦାନ କରି ରଖିଥାନ୍ତି। କିନ୍ତୁ ଗୋଟେ ବଦ୍ଧ ଜୀବ ସେ ଜାଣିପାରେନି କି ଭଗବାନ ମୋତେ ସୁରକ୍ଷା ପ୍ରଦାନ କରୁଛନ୍ତି। ସେ ଯଦି କିଛି ବି ଯଦି ଅସୁବିଧା ହବ, ମାନେ କିଛି ବି ଯଦି ମାନେ ସିଚୁଏସନ କିଛି ଯଦି ବିଗିଡି ଗଲା, ସେ ସେଇଠୁ ଭଗବାନଙ୍କୁ ସ୍ମରଣ କରିଥାଏ। କିନ୍ତୁ ବସୁଦେବ ଯେହେତୁ ନନ୍ଦ ବାବା ଯେହେତୁ ଭଗବାନଙ୍କର ଶୁଦ୍ଧ ଭକ୍ତ ଥିଲେ, ସେ କେବେ ନିଜର ଇଚ୍ଛା ନିମନ୍ତେ ଭଗବାନଙ୍କୁ ସ୍ମରଣ କରିନଥିଲେ। ତାଙ୍କର ଗୋଟେ ଦାୟିତ୍ୱ ରେସ୍ପନ୍ସିବିଲିଟି ଗୋଟେ ଥିଲା କି ସେ ଯେହେତୁ ଗୋପପୁରର ରାଜା ଥିଲେ ବା କୌଣସି ଦାୟିତ୍ୱରେ ଥିଲେ, ରାଜା ଥିଲେ, ସେ ସେଥିପାଇଁ ଗୋପବାସୀଙ୍କର କୌଣସି ଅମଙ୍ଗଳ ନହବା ପାଇଁ ସେ ଭଗବାନଙ୍କୁ ସ୍ମରଣ କରିଥିଲେ। ତାପରେ ଅସୁର କଂସ ନିଜର ଅସୁର ମନ୍ତ୍ରୀ ମାନଙ୍କର ପରାମର୍ଶ କ୍ରମେ ସେ ପୂତନା ନାମକ ରାକ୍ଷସକୁ ଅନୁପ୍ରାଣିତ ପ୍ରେରିତ କରିଥିଲେ କି ସେ ଯାଇକି ଅନୁସନ୍ଧାନ କରିବେ ତାଙ୍କର ମୃତ୍ୟୁ କୋଉଠି ଅଛି, ଏବଂ ସେ ସହର ଗ୍ରାମ ଏବଂ ଗୋଚର ସବୁ କିଛି ଅନୁସନ୍ଧାନ କରିବେ, ଯାହାକି ଅନୁସନ୍ଧାନ କରିକି ସେ ତାକୁ ହତ୍ୟା କରିବେ। ଆଉ ପୂତନା ଏମିତି ଏକ ରାକ୍ଷସୀ ଥିଲେ ଯାହାକି ଯାଦୁ ବିଦ୍ୟାରେ ଭରପୁର ତାଙ୍କୁ ଜ୍ଞାନ ଥିଲା, ଏବଂ ସେ ନିଜର ଶରୀରକୁ ସେ ଚେଞ୍ଜ କରିପାରୁଥିଲେ। କୌଣସି ଏକ ସେ ତ ଆସୁରିକ ଶକ୍ତିରେ ଭରପୁର ହୋଇଥିଲେ, କିନ୍ତୁ ଆସୁରିକ ଶରୀରରୁ ସେ ଦେବ ଶରୀରକୁ ମଧ୍ୟ ପରିବର୍ତ୍ତନ କରିବେ, ଏବଂ ଗୋଟିଏ ଜାଗାରୁ ଅନ୍ୟ ଗୋଟେ ଜାଗାକୁ ଆକାଶ ମାଧ୍ୟମରେ ବି ସେ ଭ୍ରମଣ କରିପାରୁଥିଲେ। ଆଉ ତାଙ୍କର ଏକମାତ୍ର କାମ କଣ ଥିଲା? ଏକମାତ୍ର କାମ ଥିଲା କି ସେ ଅତି ନିର୍ମମ ଭାବରେ ଶିଶୁମାନଙ୍କୁ ହତ୍ୟା କରୁଥିଲେ। ଯୋଉଠି ବି ଏଇଠି ପ୍ରପାତ ଜିନିଷ ଗୋଟେ ବର୍ଣ୍ଣନା କରିଛନ୍ତି, ଯୋଉଠି ବି ଭଗବାନଙ୍କର ଗୁଣଗାନ ହଉ ବା ଯଶ କୀର୍ତ୍ତନ ହଉଛି, ସେଠି କୌଣସି ବି ଆସୁରିକ ଶକ୍ତିର ପ୍ରାଦୁର୍ଭାବ ଆମେ ଦେଖିବାକୁ ପାଇବା ନାହିଁ। ଯେବେ ଯେବେ ପୂତନା ଯେବେ ବୃନ୍ଦାବନର ଆକାଶରେ ଯେବେ ସେମାନେ ପରିଭ୍ରମଣ କରୁଛନ୍ତି, ତାଙ୍କୁ ଅନୁଭବ ହେଲା କି ନା ଏବେ କିଛି ଗୋଟେ ସିଚୁଏସନ ହଉଛି ଯୋଉଟା କି କିଛି ଗୋଟେ ଶକ୍ତି ଏଠି ଅଛି, ଯାହାକି ତାମାନେ ମତେ ଫିଲ୍ ହଉଛି କି ଏଇ ଶକ୍ତିଟା ହିଁ ତାମାନେ ହତ୍ୟା କରିବ, ଯାହାକି କଂସ। ସେଇଟା ଫିଲ୍ କରିପାରିଲେ, ସେଥିପାଇଁ ସେ ତାର ଅନୁସନ୍ଧାନ କରିବା ପାଇଁ ଗଲେ। ଅନୁସନ୍ଧାନ କରି ଗୋଟେ ଜାଗାରେ ସେ ପହଞ୍ଚିଲେ କି ଯୋଉଠି ନନ୍ଦ ବାବାଙ୍କର ଘର ଥିଲା। କିନ୍ତୁ ଯେହେତୁ ଭଗବାନ ଜନ୍ମ ଗ୍ରହଣ କରିଛନ୍ତି ବୃନ୍ଦାବନରେ, ପୁରା ହସଖୁସ ମଉଜରେ ପୁରା ଚାଲିଛି, ଭଗବାନଙ୍କର ଯଶ ଗାନ ଚାଲିଛି, ନାମ ସଂକୀର୍ତ୍ତନ ବି ହଉଛି, ସେଥିପାଇଁ ତାଙ୍କୁ ସୁରକ୍ଷିତ ସେ ମନେ କଲେନି ଯେ ସେଇ ଶରୀରରେ ଅସୁରିକ ଶରୀରରେ ପ୍ରବେଶ କରିବା ପାଇଁ। ସେଥିପାଇଁ ସେ ଏକ ଦିବ୍ୟ ଶରୀର, ଯେହେତୁ ସେ ଯାଦୁ ବିଦ୍ୟାରେ ଭରପୁର ଥିଲା ତାଙ୍କର, ଜାଣିଥିଲେ, ସେଥିପାଇଁ ସେ ଏକ ଦିବ୍ୟ ଶରୀରକୁ ସ୍ୱୀକାର କଲେ, ଦିବ୍ୟ ଶରୀର ଗ୍ରହଣ କରିକି ପ୍ରବେଶ କରିବାକୁ ଚେଷ୍ଟା କଲେ। ସେଥିପାଇଁ ଗୋପୀ ମାନେ ସେ ବହୁତ ସରଳ, ସେମାନେ କିଛି ବି ଏତେ ଜଟିଳତା ନୁହଁ ଯେ ସେ ସବୁ ଜିନିଷଟାକୁ ଜାଣିପାରିବେ। ସେଇଆକୁ ଦେଖିଲେ ଏକ ଦିବ୍ୟ ଶରୀରରେ ଭରପୁର ହୋଇକି ରହିଛି, ଏକ ଦେବୀଙ୍କର ଶରୀର ପ୍ରାପ୍ତ କରିଛନ୍ତି ପୂତନା। ସୂର୍ଯ୍ୟଙ୍କର ଆଲୋକ ଯେପରି ତେଜ, ସେପରି ତାଙ୍କ ଶରୀର ତେଜ ଅଛି, ତେଜବାନ ଦେଖାଯାଉଛି। ସେ ଭାବିଲେ କି ଏ ହଉଛନ୍ତି ଜଣେ ଦେବୀ, ଏବଂ ସେ ହସ୍ତରେ ଯେବେ ପୂତନା ହସ୍ତରେ ପଦ୍ମ ଧରିଥିଲେ, ସେ ଭାବିଲେ କି ଲକ୍ଷ୍ମୀ ନିଜେ ସ୍ୱୟଂ ଆସିଛନ୍ତି ଭଗବାନଙ୍କୁ ଦର୍ଶନ ଦେବା ପାଇଁ, ମାନେ ଦର୍ଶନ କରିବା ପାଇଁ ଆସିଛନ୍ତି। ଏହା ବି ସେ ବି ଆଶ୍ଚର୍ଯ୍ୟ ହେଇଗଲେ। ଆମ ଆମ ବୃନ୍ଦାବନରେ ଏମିତି କିଏ ଗୋଟେ ଶିଶୁ ଯେ ଜନ୍ମ ଗ୍ରହଣ କରିଛି, ତାକୁ ଦେବତା ମାନେ ବି ଆସୁଛନ୍ତି ଦର୍ଶନ କରିବାକୁ। ଏହା ଭାବିକି ତାକୁ ଛାଡିଦେଲେ, ସିଏ ଅନୁସନ୍ଧାନ କରିକି ଯାଇକି ନନ୍ଦ ବାବାଙ୍କର କକ୍ଷରେ ପହଞ୍ଚିଲେ। କକ୍ଷରେ ପହଞ୍ଚି ସିଏ ଏବେ ଦେଖିଲେ କି ଭଗବାନ ନିଜେ ଶୟନ କରିଛନ୍ତି, କିନ୍ତୁ ନିଜକୁ ସେ ଜାଣିପାରିଲେ କି ନା, ଏ ଶିଶୁ କେବେ ବି ସିଏ ହେଇନଥିବ ଯିଏକି କଂସକୁ ବଧ କରିବ। ଏ ତ ସାଧାରଣ ଶିଶୁ, କିନ୍ତୁ ସାଧାରଣ ଜଡ ବିଦ୍ୟା ବା ଜଡ ଚକ୍ଷୁରେ ଗୋଟେ ଜୀବ, ସେ କଣ ଜାଣିବ ଭଗବାନଙ୍କର ଶକ୍ତି କଣ ଅଛି। ସେ ସେଥିପାଇଁ ଭାବିଲେ କି ଏଇ ଶିଶୁକୁ ମୁଁ ହତ୍ୟା କରିବି, ଯାହାକି ବହୁତ ଖୁସି ହେଇଗଲେ। ତାପରେ ଯେବେ ଯଶୋଦା ମା ଏବଂ ରୋହିଣୀ ମା ଯେବେ ସେ ପୂତନାଙ୍କୁ ଯେବେ ଦିବ୍ୟ ଶରୀରରେ ଦେଖିଲେ, ସେ ନିଜେ ଫିଲ୍ କଲେ କି ନା, ଏ ଜଣେ କେହି ଦେବୀ ଜଣେ ଆସିଛନ୍ତି ମୋ ସନ୍ତାନକୁ, କୃଷ୍ଣଙ୍କୁ ଆଶୀର୍ବାଦ ପ୍ରଦାନ କରିବା ପାଇଁ।
ଏବଂ ଇଏ କପଟତାର ସହିତ ପୂତନା କହିବାକୁ ଲାଗିଲେ କି ମୁଁ ହେଉଛି ଜଣେ ଦେବୀ, ସ୍ୱର୍ଗୀୟ ଜଣେ ଦେବୀ। ଆଉ ମୁଁ ତମ ସନ୍ତାନକୁ ଯଦି ସ୍ତନ୍ୟପାନ କରାଇବି, ତାହେଲେ ତୁମ ସନ୍ତାନ ବଳବାନ, ବୀର୍ଯ୍ୟବାନ ଏବଂ ଶକ୍ତିବାନ ହୋଇଯିବ, ଯାହାକି 1,000 ହାତୀର ବଳ ତମ ପୁଅକୁ ମିଳିବ। କିନ୍ତୁ ସାଧାରଣତଃ ଆମ ଗାଁ ଗାଁର ମା ମାନେ ସବୁବେଳେ ଚାହାନ୍ତି, ପ୍ରତ୍ୟେକ ମା ମାନେ ଚାହାନ୍ତି କି ମୋ ପୁଅର ମାନେ ବଳବାନ ହଉ, ବୀର୍ଯ୍ୟବାନ ହଉ, ବୁଦ୍ଧିମାନ ହଉ, ସବୁ ମା ମାନେ ଚାହାନ୍ତି। ଆଉ ମାତା ଯଶୋଦା ତ ପୁରା ସରଳ ଥିଲେ, ସେଥିପାଇଁ ସେ ଚାହିଁଲେ କି ମୋ ପୁଅ ବି ବଳବାନ ବୁଦ୍ଧିମାନ ହେଇଯିବ। ସେଥିପାଇଁ ତାପରେ ସେ ଯୋଉ ବେଶରେ ବି ଥିଲେ, ସେ ଭାବିଲେ ହଁ ଦେବୀ ଜଣେ ଆସିଛନ୍ତି, ସେଥିପାଇଁ ତାଙ୍କୁ ସ୍ୱହସ୍ତରେ ପ୍ରଦାନ କଲେ। ପ୍ରଦାନ କରିବା ଦ୍ୱାରା ତାପରେ ଯେବେ ମାତାଙ୍କ କୋଳରୁ ଯେବେ ପୁତନାଙ୍କ କୋଳକୁ ଆସିଲେ, ସେବେ ଭଗବାନ ନିଜର ଆଖିକୁ ବନ୍ଦ କରିଦେଇଛନ୍ତି। ଆଖିକୁ କାହିଁ ବନ୍ଦ କରୁଛନ୍ତି? ଏଠି ଆମର ଭକ୍ତ ମାନେ ବି କିଛି ଯୋଉମାନେ ସବୁ ଭକ୍ତ ମାନେ ଅଛନ୍ତି, ସେ କିଛି ଅଲଗା ଅଲଗା ମତ ବି ଦଉଛନ୍ତି। ଏମିତି ବି ଗୋଟେ ମତ ହେଇପାରେ, ଭଗବାନ ଏଇଥିପାଇଁ ବି ଆଖି ବନ୍ଦ କରିଦେଇ ପାରନ୍ତି, ଯେପରି ଏକ ବାତ୍ସଲ୍ୟରେ ସେ ବନ୍ଦ କରୁଛନ୍ତି। ଯେମିତି ଆମେ ଏକ ଛୋଟ ଛୁଆକୁ ଯଦି ଗୋଟେ ଅଜଣା ଲୋକଙ୍କ ପାଖକୁ ବଟଉଛନ୍ତି ବା ଦଉଛନ୍ତି, ସେ ଗୋଡ ଫୋଡ ହଲାନ୍ତି, ଛାଟା ଛାଟି କରି ଆଖି ପାଖି ବନ୍ଦ କରିଦିଏ, ସେଇପରି ଭଗବାନ ବି ଦେଖଉଛନ୍ତି ଏକ ମାନବ ଶରୀର ଧାରଣ କରିଛନ୍ତି ବୋଲି ଦେଖୁଛନ୍ତି। ଏଠି ଭକ୍ତଗଣ କଣ କହୁଛନ୍ତି? ଭକ୍ତ କହୁଛନ୍ତି ପୁତନା ବହୁତ ଜଘନ୍ୟ କାମ କରିଛି, ବହୁତ ଶିଶୁ ମାନଙ୍କୁ ହତ୍ୟା କରିଛି। ଭଗବାନ ଏତେ ତା ମାନେ ଘୃଣ କାମ ଯିଏ କରିଛି, ତାକୁ ସେ ଦର୍ଶନ କରିବାକୁ ଚାହୁଁନାହାନ୍ତି। ଆଉ କିଛି ଭକ୍ତ କଣ କହୁଛନ୍ତି? ଆମର 7 ଜଣ ମାତା ଅଛନ୍ତି, ମାତା ରୂପରେ ଆମର ବୈଦିକ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଯେପରି ଜନ୍ମ କଲା ମା, ଗୁରୁ ପତ୍ନୀ ଏବଂ ରାଜାଙ୍କର ସ୍ତ୍ରୀ, ବ୍ରାହ୍ମଣଙ୍କର ପତ୍ନୀ, ଗୋମାତା, ଭାଇ ଏବଂ ପୃଥିବୀ ମାତା, ଯାହାଙ୍କୁ ଆମେ ମାତା ରୂପରେ ଗ୍ରହଣ କରୁଛନ୍ତି। ଯେହେତୁ ନିଜକୁ ପୁତନା ନିଜେ ସ୍ନେହ ଭରା, ଏମିତିରେ ହେଇପାରିବ କପଟତାରେ ହଉ ବା ସ୍ନେହ ଭରା ମନରେ ହଉ, ସେ ଭଗବାନଙ୍କୁ ନିଜର ଶିଶୁ ରୂପରେ ଗ୍ରହଣ କରି ତାଙ୍କୁ ସ୍ତନ୍ୟପାନ କରିବାକୁ ଅଛି। ସେଥିପାଇଁ ଭଗବାନ ତାଙ୍କୁ ମାତୃ ରୂପରେ, ମାତୃ ସ୍ନେହରେ ସେ ଗ୍ରହଣ କରିସାରିଛନ୍ତି, ମାତା ବୋଲି ଗ୍ରହଣ କରିସାରିଛନ୍ତି। ଯେହେତୁ 7ଟି ଆମର ମାତା ରୂପରେ ଆମେ ଗ୍ରହଣ କରୁଛୁ, ମାତା ଗ୍ରହଣ କରିସାରିଛନ୍ତି ପୁତନାକୁ, ସେଥିପାଇଁ ତାଙ୍କୁ ଆଗାମୀ ଭବିଷ୍ୟତରେ ତାଙ୍କୁ ବଧ କରିବେ ବୋଲି ଭଗବାନ ସ୍ଥିର କରିସାରିଛନ୍ତି। କିନ୍ତୁ ମାକୁ ସେ ବଧ କରିବେ ବୋଲି ଭଗବାନ ସଂକୋଚ ମନ କରିବାକୁ ଆଖି ବନ୍ଦ କରିଦେଇଛନ୍ତି। ଏଠି ବି ଏଇପରି ବି ଭକ୍ତ ମାନେ ବି କିଛି କହୁଛନ୍ତି। ଯେବେ ପୂତନା ଭଗବାନଙ୍କୁ କୋଳରେ ଧରିଥିଲେ, ଏଠି ପ୍ରପାତ ଗୋଟେ ଏକ୍ସାମ୍ପଲ ଦେଇ କହୁଛନ୍ତି, ଯେବେ ଗୋଟେ ଲୋକ ସେ ସର୍ପଟିକୁ ନିଜର ଶରୀରରେ ଗୁଡେଇକି ରଖୁଛି, ସେ ଭାବୁଛି କି ମୁଁ ଗୋଟେ ଦୌଡ଼ିକି ଗୁଡେଇକି ରଖୁଛି, କିନ୍ତୁ ସେଇ ସର୍ପ ଦଂଶନରେ ହିଁ ତାର ମୃତ୍ୟୁ ହବ। ସେ କଥାକୁ ତାର ଜ୍ଞାତ ନାହିଁ। ସେହିପରି ପୂତନା ନିଜେ ଭାବୁଛି କି ଏ ହଉଛି ଏକ ସାଧାରଣ ଶିଶୁ, କିନ୍ତୁ ସିଏ ବି ଜାଣିନାହିଁ କି ଇଏ ଯାହାକୁ ମୁଁ କୋଳରେ ଆଜି ଧରିଛି, ତା ଦ୍ୱାରା ହିଁ ମୋର ବଧ ହବ। ସେ ପରମ ପୁରୁଷ ଭଗବାନ ବୋଲି, ଶକ୍ତିମାନ ବୋଲି ସେ ଜାଣିଲା। ଏଇ ଜିନିଷଟା ପ୍ରପାତ ଗୋଟେ ଏକ୍ସାମ୍ପଲ ଦେଇ କହିଛନ୍ତି। ଶ୍ରୀକୃଷ୍ଣ ଏତେ ଦୟାଳୁ ଯେ ସେ ପୂତନାର ଅଭିଳାଷକୁ ମଧ୍ୟ ପୂର୍ଣ୍ଣ କରିଛନ୍ତି। ପୂତନାର ଯାହା ବି ଅଭିଳାଷ ଥିଲା, ସେ କପଟତାରେ ହଉ ବା ଯାହା ବି ହଉ, ସେ ମାତୃ ସ୍ନେହ ଦବାକୁ ଚାହିଁଥିଲା, ସେଟା ସେଇ ଅଭିଳାଷକୁ ସେ ଆକ୍ସେପ୍ଟ କରୁଛନ୍ତି। ଏବଂ ଶ୍ରୀକୃଷ୍ଣ ତାର ଅଭିଳାଷକୁ ପୂରଣ କରି ମାତୃତୁଲ୍ୟ ବ୍ୟବହାରକୁ ମଧ୍ୟ ଗ୍ରହଣ କରୁଛନ୍ତି। କିନ୍ତୁ ଏଇ ଜଘନ୍ୟ କର୍ମରୁ ତାକୁ ଉଦ୍ଧାର କରିବା ପାଇଁ ଏବଂ ଏକ ରାକ୍ଷସ ଶରୀରରୁ ତାକୁ ଉଦ୍ଧାର କରି ଏକ ନୂତନ ଶରୀର ପ୍ରଦାନ କରିବା ବା ସବୁ କିଛି କର୍ମରୁ ଉଦ୍ଧାର କରିବା ପାଇଁ ତାକୁ ହତ୍ୟା କରିବାକୁ ମଧ୍ୟ ମନସ୍ଥ କରିଛନ୍ତି। ପୂତନା ଯେବେ ଭଗବାନଙ୍କୁ ସ୍ତନପାନ କରିବାକୁ ଲାଗିଲା, ଭଗବାନ ଏକ ନିମିଷକ ମଧ୍ୟରେ ଅ, ସମସ୍ତ ବିଶ୍ୱର କ୍ଷୀରକୁ ସବୁ କିଛି ପାନ କରିଥିଲେ ଏବଂ ତାହା ସହିତ ପୂତନାଙ୍କର ସମସ୍ତ ପ୍ରାଣବାୟୁକୁ ମଧ୍ୟ କ୍ଷୀଣ କରିଥିଲେ। ତାପରେ ପୂତନା ବହୁତ ଚିତ୍କାର କରିବାକୁ ଲାଗିଲେ କି ନା ମତେ ଛାଡିଦିଅ, ଛାଡିଦିଅ। ଯେହେତୁ ବହୁତ କଷ୍ଟ ହଉଥାଏ, ପ୍ରାଣବାୟୁ ଗଲାବେଳେ ବହୁତ କଷ୍ଟ ହୁଏ, ସେଥିପାଇଁ ସେ ବହୁତ ଚିତ୍କାର କରିବାକୁ ଲାଗିଲା ମତେ ଛାଡିଦିଅ, ଛାଡିଦିଅ। କିନ୍ତୁ ଭଗବାନ ତାର ପ୍ରାଣବାୟୁ ପୁରା ନେଇଗଲେ। ତାପରେ ଯେତେବେଳେ ପୂତନା ଏ ଚିତ୍କାର ଏମିତି କରୁଥିଲା, ତାହା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କି କମ୍ପନ ପରିକା ସୃଷ୍ଟି ହେଲା, ଯେମିତି ବିଜୁଳି ମାରୁଛି ଏଇଭଳିଆ ଟାଇପର କମ୍ପନ ହେଲା, ସୃଷ୍ଟି ହେଲା। ଯେବେ ସେ ଚିଲଉଥିଲା, ସେ କମ୍ପନ ସୃଷ୍ଟି ହେଲା, ସ୍ୱର୍ଗ ମଧ୍ୟ ପାତାଳ ସବୁ କିଛି ଯେପରି କମ୍ପିତ ହେଉଥିଲା। ଏବଂ ଯେବେ ସିଏ ପଡିଲା ତଳେ, ତାପରେ ଯେମିତି ପୃଥିବୀ ଯେମିତି ଭୂକମ୍ପ ହବ, ସେହିପରି ପ୍ରତ୍ୟମାନ ହଉଥିଲା। ତାପରେ ଯେବେ ସିଏ ନିଜର ଯୋଉ ଦିବ୍ୟ ଶରୀର, ସିଏ କପଟତାର ସହିତ ଦିବ୍ୟ ଶରୀରକୁ ପ୍ରାପ୍ତ କରିଥିଲା, ଗ୍ରହଣ ଯିଏ କରିଥିଲା, ତାପରେ ଯେବେ ସେ ନିଜର ସ୍ୱ ଶରୀରକୁ ଫେରି ଆସିଲା, ତାର ବର୍ଣ୍ଣନା କରାଯାଇଛି
ଯେପରି ମସ୍ତକରୁ ତାଙ୍କର କେଶ ସବୁ, ତାଙ୍କ ଶରୀରଟା ସାରା, ମସ୍ତକରୁ ଶରୀରଟା ସାରା ତାଙ୍କର କେଶର ଉପରେ ଆବୃତ ହେଇଥିଲା। ଏବଂ ତାଙ୍କର ଶରୀରଟି ହଉଛି 12 ମାଇଲ ସଦୃଶ। ଯେପରି 12 ମାଇଲ ପର୍ଯ୍ୟନ୍ତ ସେ ଏମିତି ଲମ୍ବିକି ପଡିଥିଲେ। ଏବଂ ଯେତେବେଳେ 12 ମାଇଲ ପର୍ଯ୍ୟନ୍ତ ସେ ପଡିଥିଲେ, 12 ମାଇଲ ଯାକ ଯେତିକି ବି ଗଛ ଥିଲା ସବୁ କିଛି ଭାଙ୍ଗି ଯାଇଥିଲା। ଏବଂ ତାଙ୍କର ଦାନ୍ତ ଦାନ୍ତ ଗୁଡ଼ିକ ସବୁ ଥିଲା ଲଙ୍ଗଳ ଶିଆଳ ପରି। ଏବଂ ତାଙ୍କର ନାକ ପୁଡା ଗୁଡ଼ିକ ଥିଲା ସବୁ ଯେମିତି ଗୁମ୍ଫାର ତାର ଦ୍ୱାର ସଦୃଶ ସବୁ ଥିଲା। ଏବଂ ତାଙ୍କର ସ୍ତନ ଯୁକ୍ତ ସବୁ କଣ ଥିଲା, ଛୋଟ ଛୋଟ ପର୍ବତ ପରିକା ଥିଲା, ପର୍ବତ ଶୃଙ୍ଗର ପରିକା ଥିଲା। ଏହିପରି ଭାବରେ ବର୍ଣ୍ଣନା କରାଯାଇଛି। ଏଇ ସବୁ ଯେତେବେଳେ ପୁତନାଙ୍କର ବଧ ହେଇଗଲା, ପୁତନା ସେମିତି ପଡିଛନ୍ତି, ଏସବୁ ବିରଳ ଦୃଶ୍ୟ ସବୁ ଦେଖିକି ଗୋପବାସୀ ମାନେ ପୁରା ବିସ୍ମିତ ହେଇଯାଇଛନ୍ତି। କଣ ଘଟୁଛି ସେ ଜାଣିପାରୁନାହାନ୍ତି। ମାନେ ଏତେ ବଡ ଅସୁର କେମିତି ଆସିଲା, କଣ ହେଲା। କିନ୍ତୁ ଖୁସି ହଉଛନ୍ତି ଭଗବାନଙ୍କୁ ସେ ପ୍ରେ କରୁଛନ୍ତି କି ପ୍ରାର୍ଥନା କରୁଛନ୍ତି କି ଯାହା ହଉ ଆମ କୃଷ୍ଣକୁ ଆପଣ ବଞ୍ଚେଇ ଦେଇଛନ୍ତି। ତ ମାନେ ଗୋପବାସୀ ମାନେ ଏତେ ସରଳ ଥିଲେ ଯେ ସେ ଏବେ ବି ସେ ଆକ୍ସେପ୍ଟ କରିପାରୁନାହାନ୍ତି କି ଭଗବାନ ବଧ କରିଛନ୍ତି। ସେ ଭାବୁଛନ୍ତି ନା, ଯେମିତି ଆମର ଗୋଟେ ଗାଁରେ ଅଛି ଗୋଟେ ଗୋଟେ ଢଗ ଅଛି, ଆଉ ତୋ ମା ଦୁତିଆ କରିଥିଲା ବୋଲି ତୁ ବଞ୍ଚିଗଲୁ। ସେଇଥିପାଇଁ ଗୋପବାସୀ ମାନେ କହିଲେ କି, ଯଶୋଦାଙ୍କୁ କହିଲେ କି ତୁ କିଛି ନା କରିଛୁ, କିଛି ପୁଣ୍ୟ କରିଛୁ ବୋଲି ତୋ ପୁଅ ଆଜି ବଞ୍ଚିଛି। ହେଲା, ନାରାୟଣ ତ ପୁଅକୁ ରକ୍ଷା କରୁଛନ୍ତି। ତାପରେ ଯେତେବେଳେ ଦେଖିଲେ, ତାପରେ ବରିଷ୍ଠ ଗୋପ ଗୋପୀ ମାନେ ଦେଖିଲେ କି କୃଷ୍ଣ ଯାଇକି ଉତ୍ସାହିତର ସହିତ ଖେଳୁଛନ୍ତି ଯାଇକି ପୁତନାଙ୍କ ତାଙ୍କ କୋଳରେ। ତେଣୁ ତାଙ୍କୁ ସେଠୁ ଆଣିକି, ଯେମିତି ଆମ ଗାଁରେ ଯେମିତି ଅଛି, କୌଣସି ଯଦି ଦୃଷ୍ଟି ଲାଗିଯିବ ଯେମିତି ଛାଞ୍ଚୁଣି ବାନ୍ଧନ୍ତି, ନହେଲେ ଝିଞ୍ଜିରି ପାଣି ପିଆନ୍ତି, ଆଉ ଗୋମୂତ୍ରରେ ତାଙ୍କୁ ସ୍ନାନ କରାନ୍ତି, ଏସବୁ ଜିନିଷ କରାନ୍ତି। ସେ ବାତ୍ସଲ୍ୟ ମମତାରେ ଏତେ ତାମାନେ ଡୁବିକି ରହୁଥିଲେ, ଭଗବାନଙ୍କ ପ୍ରତି ଏତେ ସ୍ନେହପୂର୍ଣ୍ଣ ଭାବ ରଖିଥିଲେ ଯେ ସେଇ ସବୁ ଜିନିଷ ବି କରିବାକୁ ଲାଗିଲେ। ଯେମିତି ଗୋମାତାଙ୍କର ଲାଙ୍ଗୁଡକୁ ଛାଡିବାକୁ ଲାଗିଲେ, ଆଉ ଗୋମୂତ୍ରରେ ତାଙ୍କୁ ସ୍ନାନ କରିବାକୁ ଲାଗିଲେ। ଏସବୁ ସ୍ନାନ କରିବା ପରେ ପରେ ମାତା ଯଶୋଦା ଭଗବାନ କୃଷ୍ଣଙ୍କର ତାଙ୍କର ସମସ୍ତ ଅଙ୍ଗକୁ ଭଗବାନ ବିଷ୍ଣୁଙ୍କର ପ୍ରତ୍ୟେକ ନାମ ଦ୍ଵାରା ସେ ବନ୍ଧନ କରିବାକୁ ଲାଗିଲେ, ପ୍ରତ୍ୟେକ ନାମରେ ସେ ଆବୃତ କରିବାକୁ ଲାଗିଲେ। ଯାହା ଦ୍ଵାରା ଏକ କରିବାର ଉଦ୍ଦେଶ୍ୟ କଣ, ମୋ ପୁଅର ସମସ୍ତ ଶରୀର ଯେମିତି ଭଗବାନ ପ୍ରୋଟେକ୍ସନ ଦିଅନ୍ତୁ, ଆଉ କୌଣସି ଭୂତ ପିଶାଚ କାହାର ବି ଯେମିତି ଦୃଷ୍ଟି ନ ପଡେ। ମୋ ଭଗବାନ ବିଷ୍ଣୁ ଯେମିତି ମୋ ପୁଅକୁ ସବୁ କିଛିରେ ପ୍ରୋଟେକ୍ସନ ଦିଅନ୍ତୁ, କିଛି ବି ତାର କ୍ଷତି ନ। ଏଇ ଜିନିଷ କରିସାରିଲା ପରେ ତାପରେ ନନ୍ଦ ମହାରାଜ ରିଟର୍ଣ କରିଛନ୍ତି, ଯାଇଥିଲେ ଯୋଉ ବାର୍ଷିକ କର ଜମା କରିବାକୁ ରିଟର୍ଣ କରିଛନ୍ତି, ଗୋପକୁ ରିଟର୍ଣ କରିଛନ୍ତି। ଏଇ ସବୁ ଆଶ୍ଚର୍ଯ୍ୟମୂଳକ କଥା ଶୁଣି ଏବଂ ଦର୍ଶନ କରି ସେ ପୁରା ବିସ୍ମିତ ହେଇଯାଇଛନ୍ତି। ଏହା କିପରି ସମ୍ଭବ ସିଏ ବି ଜାଣିପାରୁନାହାନ୍ତି କଣ ହଉଛି। ତାପରେ ଏକମାତ୍ର ସେ କେବଳ ସ୍ମରଣ କରୁଛନ୍ତି ଯେ ବସୁଦେବଙ୍କର କଥା ସତ ହେଇଛି। ବସୁଦେବ ମୋ ଭଲ ପାଇଁ କହିଥିଲେ, ଏଇଟା ଠିକ ସେ କହିଥିଲେ। ତାପରେ ସିଏ ବି ଭଗବାନଙ୍କୁ ପ୍ରେ କରିବାକୁ ଲାଗୁଛନ୍ତି, ଯାହା ହଉ ତୁମ ପାଇଁ ମୋ କୃଷ୍ଣ ଆଜି ସୁରକ୍ଷିତ ଅଛନ୍ତି। ତାପରେ ପୂତନାଙ୍କ ଶରୀରକୁ, ଏତେ ବିଶାଳକାୟ ଶରୀର, 12 ମାଇଲ ଶରୀରକୁ ଜାଳିବା ତ ଅସମ୍ଭବ। ସେଥିପାଇଁ ସେ ଖଣ୍ଡ ଖଣ୍ଡ କରି କାଠ ନିୟୋଜିତ କରି ସେଥିରେ ଜାଳିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନି ସଂଯୋଗ କରି ଜାଳିବାକୁ ଚେଷ୍ଟା କରୁଛନ୍ତି। ଯେବେ ଜାଳିବାକୁ ଚେଷ୍ଟା କରୁଛନ୍ତି, ସେଥିରେ ଯୋଉ ଧୂଆଁ ନିର୍ଗତ ହଉଛି ସେଥିରେ ଚନ୍ଦନ ଯୁକ୍ତ ଏବଂ ବହୁତ ସୁଗନ୍ଧମୟ, ଯୋଉଟା କି ପୁରା ଚତୁର୍ପାର୍ଶ୍ୱରେ ପୁରା ବ୍ୟାପି ରହୁଛି। ଯାହାକି ସମସ୍ତେ ଭାବୁଛନ୍ତି ଏତେ ସୁଗନ୍ଧ କେମିତି ଆସୁଛି। ଗୋଟେ ଶରୀରକୁ ଆମେ ସାଧାରଣତଃ ପୋଡିବା ତ କଣ, ସେ ପୁରା ଦୁର୍ଗନ୍ଧରେ ପୁରା ଚତୁର୍ପାର୍ଶ୍ୱ ପୁରା ବ୍ୟାପାତ ହେଇଯିବ। କିନ୍ତୁ ଏକ ରାକ୍ଷସ ଶରୀରରେ ଯିଏ ଖାଇକି ଏତେ କେମିତି ଆସିବ ଦୁର୍ଗନ୍ଧ। ଏଇଟା ଏକମାତ୍ର ଏଇଥିପାଇଁ ସମ୍ଭବ କି, କାରଣ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବଧ କରିଛନ୍ତି, ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ସ୍ପର୍ଶ କରିଛନ୍ତି। ସେ ନିଜେ କପଟତାର ସହିତ ହଉ ବା ଯାହା ବି ହଉ, ସେ ଭଗବାନଙ୍କୁ ନିଜର ମାତୃ ସ୍ନେହ ଦବାକୁ ଆସିଥିଲେ, କିନ୍ତୁ ଭଗବାନ ତାକୁ ଆକ୍ସେପ୍ଟ କରିଛନ୍ତି। ଭଗବାନ ତାଙ୍କୁ ନିଜର ମାତା ରୂପରେ ଆକ୍ସେପ୍ଟ କରିଛନ୍ତି। ସେଥିପାଇଁ ଭଗବାନ ତାଙ୍କର ସ୍ତନ ପାନ କରିଥିଲେ। ସେଥିପାଇଁ ତାଙ୍କର ଯେତେବେଳେ ଶରୀରକୁ ଆମେ ଜାଳିଲେ ଯେତେବେଳେ ସେ ସୁଗନ୍ଧଟା ପ୍ରଦାନ କରିଥିଲେ। ତାପରେ ପ୍ରପାତ ଏଇଠି ଗୋଟେ ଜିନିଷ ବର୍ଣ୍ଣନା କରୁଛନ୍ତି, ଯୋଉମାନେ ବି କୃଷ୍ଣଙ୍କର ଜନନୀ ରୂପରେ ଯଦି ସେ ତାଙ୍କର ସେବା କରିବେ, ବା ଭଗବାନଙ୍କର ଯଦି ସେ ବାତ୍ସଲ୍ୟ ମମତା ପ୍ରଦାନ କରି ତାଙ୍କର ପୂର୍ଣ୍ଣମୟ ସେବାରେ ପୁରା ନିୟୋଜିତ ହେଇକି ରହିବେ, ତାଙ୍କୁ ସେ ଭଗବାନଙ୍କର ଭଗବାନ ହଉଛନ୍ତି ସବୁ କିଛି ଚଉସ୍ତରେ ଦାନ କରନ୍ତି। ତାଙ୍କର ଏଇ ଜନ୍ମ ମୃତ୍ୟୁ ଜରା ବ୍ୟାଧିରୁ ତାଙ୍କୁ ସେ ଭୌତିକ ବନ୍ଧନରୁ ମଧ୍ୟ ରକ୍ଷା କରିବେ ଏବଂ ଆଉ ପୁନର୍ଜନ୍ମ କେବେ ହବନି। ଏଇଟା
କୃଷ୍ଣ ଚେତନାର ଏକମାତ୍ର ଲକ୍ଷ୍ୟ, ଯୋଉଟା କି ଗୋଟେ ଜୀବ ଯଦି ଭଗବାନଙ୍କୁ ଜାଣତରେ ହଉ ବା ଅଜାଣତରେ ହଉ କିଛି ବି ଯଦି ଅର୍ପଣ କରୁଛି, ଭଗବାନଙ୍କ ନିମିତ୍ତ ଯଦି କିଛି ବି ସେ ସମୟ ବ୍ୟୟ କରୁଛି ବା ନିଜର ଶକ୍ତିକୁ ବ୍ୟୟ କରୁଛି, ଭଗବାନ ତାକୁ ପୂର୍ଣ୍ଣ ରୂପରେ ସ୍ମରଣ ରଖିଥାନ୍ତି। ଯେପରି ଆମର ଯେପରି ପୂତନାଙ୍କର ପୂର୍ଣ୍ଣ ଜନ୍ମରେ ସେ ଚିନ୍ତନ କରିଥିଲେ ମଧ୍ୟ ଏ ଜନ୍ମରେ ତାଙ୍କୁ ସେ ଫଳଟା ପ୍ରଦାନ କଲେ। ତାଙ୍କୁ ତାପରେ ନିଜ ସେ ରାକ୍ଷସ ଶରୀରରୁ ତାଙ୍କୁ ଉନ୍ନତି ମାନର ଦିବ୍ୟ ଶରୀର ପ୍ରଦାନ କଲେ ଏବଂ ଯାହାକି ତାପରେ ଭଗବାନ ଲୋକକୁ ସେ ଯାଇପାରିଲେ। ଭଗବାନ ବହୁତ ଦୟାଳୁ, ଯେପରିକି ରାକ୍ଷସ ଜନ୍ମରେ ହେଇ ଆସିକି ତାଙ୍କୁ ଶତ୍ରୁତା କରିକି ମଧ୍ୟ ତାଙ୍କୁ କ୍ଷତି କରିବାକୁ ଚାହିଁଲେ ମଧ୍ୟ ଭଗବାନ ତାଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଏପରିକି ଅବିଶ୍ୱସନୀୟ ରାକ୍ଷସୀ ପୂତନା ମଧ୍ୟ ମାତାର ପଦବୀ ଗ୍ରହଣ କରି କପଟତାର ସହିତ ଭଗବାନଙ୍କୁ ବଧ କରିବାକୁ ଆସେ। କିନ୍ତୁ ଏଇଟା ଆମେ ଗୋଟେ ଜିନିଷ ଜାଣିପାରିବା କି ଜୀବଟି ଯେତେ ଶକ୍ତିଶାଳୀ ହଉ, ଯେତେ ବି ଭଜନ କୀର୍ତ୍ତନ କରୁ, କୌଣସି ତପସ୍ୟା ବି କରିକି ଯେତେ ଶକ୍ତିଶାଳୀ ହେଲେ ବି ସେ ଭଗବାନଙ୍କ ସହିତ କେବେ ବି କମ୍ପେୟାର କରିପାରିବ ନାହିଁ, ନା ଭଗବାନଙ୍କ ସହିତ ମୁଁ ସମ୍ମୁଖ ହେଇପାରିବି। ଆଉ ପୂତନା ଜଣେ ସ୍ନେହୀର ମାତା ଅଭିନୟ କରି ମଧ୍ୟ ଭଗବାନଙ୍କୁ ତାର ସ୍ତନପାନ କରିବାକୁ ଦେଇଥିଲା। କିନ୍ତୁ ଏଇଥର ଭଗବାନ ତାଙ୍କର ମାତୃତ୍ୱକୁ ମଧ୍ୟ ସ୍ୱୀକାର କରିଛନ୍ତି। ଆଉ ଭଗବାନ ଜୀବର ସର୍ବନିମ୍ନ ଯୋଗ୍ୟତାକୁ ଗ୍ରହଣ କରିଥାନ୍ତି, ଯାହାକି ସର୍ବନିମ୍ନ ଯୋଗ୍ୟତା ଗ୍ରହଣ କରି ମଧ୍ୟ ସର୍ବୋଚ୍ଚ ପୁରସ୍କାର ମଧ୍ୟ ତାଙ୍କୁ ପ୍ରଦାନ କରିଥାନ୍ତି। ଯେପରି ସର୍ବନିମ୍ନ ଯୋଗ୍ୟତା ରାକ୍ଷସ ପଦବୀରେ ହୋଇ ମଧ୍ୟ ତାକୁ ସେ ଗ୍ରହଣ କରି ମାତୃତ୍ୱ ସ୍ୱୀକାର କରି ତାପରେ ତାକୁ ପୁରସ୍କାର ସଦୃଶ ଭଗବାନ ତାକୁ ଦିବ୍ୟ ଶରୀର ପ୍ରଦାନ କଲେ। ଯେହେତୁ ଜଡ ମୃତ୍ୟୁ ପରେ ମଧ୍ୟ ଦିବ୍ୟ ଶରୀର ପ୍ରଦାନ କଲେ, ତାପରେ ତାକୁ ସବୁ ଜଣକୁ ଉଦ୍ଧାର କରିଥିଲେ। ଯଦି କିଛି ବି ତ୍ରୁଟି ହେଇଥିବ ତାହେଲେ କ୍ଷମା କରିବେ। ଯଦି କିଛି ନିଶ୍ଚୟ ନାଇଁ, ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କଲ। କିନ୍ତୁ ସେଥିରେ ଆହୁରି ବହୁତ ଜିନିଷ ପ୍ରଭୁପାଦ ଲେଖିଛନ୍ତି। ଯେମିତି ସେଥିପାଇଁ ମୁଁ କହୁଥିଲି ଆଉ ଏତେ ଶିକ୍ଷା ଉପରେ ଆମକୁ ବେଶୀ ଫୋକସ କରିବାର ନାହିଁ ଏଥର। ଆମକୁ ପୁରା ମାଇନ୍ୟୁଟଲି ଏତେ କହିପାରିବ ସେତେ ଭଲ। ଭଗବାନ କୃଷ୍ଣ ଯେତେବେଳେ ଯଶୋଦା ମା କଣ କରିଛନ୍ତି, ତାକୁ ପାଇଛନ୍ତି। ବରିଷ୍ଠ ଗୋପୀ ମାନେ କଣ କରିଛନ୍ତି, ସେ ପୁତନାର ଶରୀର ଉପରେ ଚଢି ଯାଇଛନ୍ତି। ତାକୁ ଭଗବାନଙ୍କୁ କୋଳେଇକି ଆଣୁଛନ୍ତି। ତ ଯଶୋଦା ମାଙ୍କୁ ଦଉଛନ୍ତି, ଯଶୋଦା ମା ନନ୍ଦ ମହାରାଜଙ୍କୁ ଦଉଛନ୍ତି। ନନ୍ଦ ମହାରାଜ ତାକୁ ଶୁଙ୍ଘୁଛନ୍ତି। ତାଙ୍କର ଯୋଉ ତାଙ୍କର ମୁଣ୍ଡ ମାନେ ମସ୍ତିଷ୍କକୁ ଆଗ୍ରାହ୍ୟ କରୁଛନ୍ତି। ମାନେ କହୁଛନ୍ତି ଭଗବାନ ବୋଧହୁଏ ମୋର ପୁତ୍ରକୁ ଆପଣ ବଡ ବିପଦ ରକ୍ଷା କରିଦେଲେ। ମାଇନ୍ୟୁଟ ଜିନିଷ ଆମେ କହିବା ନା, ଆମ ଆଟାଚ ହେଇକି ରହିବ। ତମେ ଚେଷ୍ଟା କରିବା ନା ପୁରା ଡିଟେଲରେ ଏକ୍ସପ୍ଲେନ କରିବା ପାଇଁ। ଯେତିକି ବରଂ ଅଧା ରହିଗଲେ କିଛି ଅସୁବିଧା ନାହିଁ, କିନ୍ତୁ ଯେତେ ଡିଟେଲରେ ଆମେ ଏକ୍ସପ୍ଲେନ କରିପାରିବା ତାହେଲେ ସେତେ ଆମେ ଏତେ କେୟାରଫୁଲି ପଢିଥିବା ବୋଲି ଆମେ ଡିଟେଲରେ ଏକ୍ସପ୍ଲେନ କରିବା। ଠିକ ଅଛି, ବହୁତ ସୁନ୍ଦର କହିଲ। ଏଥିରେ ସୁଖଦେବ ଗୋସ୍ୱାମୀ କୁହନ୍ତି ଗୋଟେ ସୁନ୍ଦର ଶ୍ଲୋକ, ମୁଁ ସେୟାର କରୁଛି, ସମସ୍ତେ ଉଚ୍ଚାରଣ କରିବା, ତାପରେ ଆମେ ନେକ୍ସଟ ସେସନକୁ ଯିବା। ତ ଭାଗବତମରେ ଏ ଶ୍ଲୋକଟି ଅଛି, ସମସ୍ତେ ମୁଖସ୍ଥ କରିଦେଇ ବି ପାରିବ। ଭଗବାନଙ୍କର ଦୟା ପରବଶା ତା ବିଷୟରେ କୁହାଯାଇଛି। ସତ୍ୟବାଦ ପ୍ରଭୁ, ତୁମେ ଅନମ୍ୟୁଟ କରି ଉଚ୍ଚାରଣ କର, ଅନ୍ୟମାନେ ସଙ୍ଗେ ମ୍ୟୁଟ କରିକି ଉଚ୍ଚାରଣ କରିଦିଅ। ମୁଁ ପଛେ ପଛେ ଉଚ୍ଚାରଣ କର। ଅହୋ ବକିୟମ୍ स्तनकालकूटम् अहो बकीयं स्तनकालकूटम् जिघांसयाप्याद्य पीयसाध्वी जिह्वां सयापययदावपरि लेभे गतिं धात्री उचितं ततोऽन्यम् एवे गतिं धात्र उचितं ततन्याम कं वा दयालुं शरणं व्रजेम। सम्भादयालुं शरणं व्रजामः। ତ ଇଏ ବକି ମାନେ ବକାସୁରର ଭଉଣୀ ହେଲା ପୁତନା। ପୁତନା କାହିଁ, ପୁତ ମାନେ ପବିତ୍ର, ନା ମାନେ ସେ ପବିତ୍ର ନୁହଁ, ଅପବିତ୍ର। ସ୍ତନ କାଳକୂଟମ୍, ସ୍ତନରେ କାଳକୂଟ ବିଷ ଭରିକି ଆସିଥିଲା। ସେଇଭଳି ଜୀବକୁ ଭଗବାନ ଆଜି ଉଦ୍ଧାର କରୁଛନ୍ତି। ତ ଭଗବାନଙ୍କ ଭଳିଆ ଦୟାବାନ କିଏ ବି ହେଇପାରିବ, ଆଉ କିଏ ହେଇପାରିବ। ଠିକ ଅଛି, ପୁନଃ ସତ୍ୟବ୍ରତ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ। ଆମେ ନେକ୍ସଟ ସେସନ ଶ୍ରବଣ କରିବା। ହରେ କୃଷ୍ଣ, ଶ୍ରୀଲ ପ୍ରଭୁପାଦ କି ଜୟ।